डॉल्फिन देखिबाई सीपकुदा जेट्रे देखा मिलूची पर्यटकों भिड़। पुरी जिला कृष्ण प्रसाद ब्लॉक सातपड़ा डॉल्फिन देखा सुविधा थिबा बेले स्थानीय अंचल में विभिन्न जगह डॉल्फिन सेंटर खोल सीपकुदा डॉल्फिन सेंटर में पर्यटकों भिड़ देखा मिलूची। ଏହି ସେଣ୍ଟରଟି ମୁହାଣ ନିକଟବର୍ତ୍ତୀ ହୋଇଥିବାରୁ ପର୍ଯ୍ୟଟକମାନେ ନଗଦ ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ଭୋଜି କରି ଖାଇବାର ମଜା ଉଠାଇବା ସହିତ ଡଲଫିନ୍, ନାଲି କଙ୍କଡ଼ା, ସି ମାଉଥ, ନଳବଣ ପକ୍ଷୀ, ରାଜହଂସ ଭଳି ବିଭିନ୍ନ ସ୍ଥାନ ଦେଖୁଛନ୍ତି। ଏଥିସହିତ ଶିପକୁଦା ଡଙ୍ଗା ଚାଳକମାନଙ୍କ ଉତ୍ତମ ବ୍ୟବହାର ପର୍ଯ୍ୟଟକଙ୍କୁ ଖୁସିର ଖୋରାକ ଯୋଗାଉଛି। ଆଜ୍ଞା, ସାତପଡ଼ାରେ ଡଲଫିନ୍ ସେଣ୍ଟର ଥିଲାବେଳେ ବର୍ତ୍ତମାନ ସାତପଡ଼ା ଅଞ୍ଚଳ କ'ଣ ଦହିଖାଡ଼ରୁ ଆରମ୍ଭ କରି ବିଭିନ୍ନ ଜାଗାରେ ଡଲଫିନ୍ ସେଣ୍ଟର ଅଛି, ତ ଆପଣ ଶିପକୁଦାରେ ପର୍ଯ୍ୟଟକ ଭିଡ଼ ଦେଖିବାକୁ ମିଳୁଛି କ'ଣ ପାଇଁ? ଉତ୍ତମ ବ୍ୟବହାର ଏବଂ ଆମର ଏଇଠି ନିକଟରେ ମୁହାଣ ଅଛି, ଯେଉଁଟାକି ସମୁଦ୍ର ଆଉ ଚିଲିକାର ମିଳନସ୍ଥଳୀ। ମ୍ୟାଙ୍ଗ୍ରୋଭ୍ ଜଙ୍ଗଲ ଏବଂ ନାଲି କଙ୍କଡ଼ାର ଭିଡ଼, ସମୁଦ୍ର ଜଳରାଶିର ଉପଭୋଗ କରିବା ପାଇଁ ଏଠି ପର୍ଯ୍ୟଟକଙ୍କର ଅଧିକ ଭିଡ଼ ହୁଏ। ତା ସହିତ ମୋତେ ଡଲଫିନ୍ ଦେଖିବା ପାଇଁ ଅନେକ ଦୂରକୁ ଯିବାକୁ ପଡ଼େ ଏବଂ ଡଲଫିନ୍ ଦେଖନ୍ତି। ସମସ୍ତେ ଏଠି ଉତ୍ତମ ବ୍ୟବହାର ହିଁ ପାଆନ୍ତି, ଏଇଥିପାଇଁ ଉତ୍ତମ ପ୍ରବଳ ମାତ୍ରାରେ ଭିଡ଼ ହୋଇଥାଏ। ଆପଣ ଏ ଜାଗାରେ କ'ଣ କ'ଣ ଦେଖିବାର ସବୁ ସୁଯୋଗ ଅଛି? କହି ରଖିଲି ତ ଆପଣଙ୍କୁ, ନାଲି କଙ୍କଡ଼ାର ସୁବିଧା ଅଛି ଏବଂ ମ୍ୟାଙ୍ଗ୍ରୋଭ୍ ଜଙ୍ଗଲ ଗୋଟେ ଅଛି। ରାଜହଂସ ଆଇଲ୍ୟାଣ୍ଡ ମଧ୍ୟ ରଖାଯାଇଛି, ଯେଉଁଟାକି ସି ମାଉଥ ନିକଟରେ କରାଯାଇଥିଲା 19 ମସିହାରେ 2000 ମସିହାରେ ଯେଉଁଠି ତିଆରି କରାଯାଇଥିଲା ସେଇଟା କରାଯାଇଛି। ଏବଂ ଫରେଷ୍ଟ ଜଙ୍ଗଲଟି ମଧ୍ୟ ଅଛି ବଣଭୋଜି କରିବା ପାଇଁ। ଏହିଭଳି ଅନେକ ପ୍ରକାର ସୁବିଧା ରହିଛି ଏଠାରେ। ଆଜ୍ଞା, ଆମେ ଦେଖିବାକୁ ମିଳୁଛି ଯେ ଯେଉଁ ଆମର ସି ମାଉଥରେ ଯାଇ ରୋଷେଇ କରିବାର ବ୍ୟବସ୍ଥା ଅଛି, ତ ସେଠି ଆପଣଙ୍କ ତରଫରୁ ରୋଷେଇ କରି ପର୍ଯ୍ୟଟକମାନଙ୍କୁ ଦେଉଛନ୍ତି, ତ ଏ ବ୍ୟବସ୍ଥା କିଭଳି କରାଯାଇଛି? ସେପଟେ କିଛି ଲୋକ, ଆମର ଜୀବିକା ଥିଲା ମାଛ ଧରି ବଞ୍ଚିବା। ପରବର୍ତ୍ତୀ ଅବସ୍ଥାରେ ଏମାନଙ୍କର ପର୍ଯ୍ୟଟନକୁ ଇଏ କଲେ, ଯେହେତୁ ଚିଲିକାରେ ମାଛ ହୋଇପାରିଲା ନାହିଁ, ଚିଙ୍ଗୁଡ଼ି ହୋଇପାରିଲା ନାହିଁ, ତେଣୁ ଏମାନେ ପର୍ଯ୍ୟଟନକୁ ନିର୍ଭର କରି ବଞ୍ଚିଲେ। ଯେହେତୁ ପର୍ଯ୍ୟଟକ ଚିଲିକାକୁ ଆସୁଛନ୍ତି ବୁଲିବା ପାଇଁ, ତେଣୁ ସେମାନଙ୍କୁ ସେଠାରେ କିଛି ଲୋକ, କିଛି ଯୁବକ ମାଛ, ଚିଙ୍ଗୁଡ଼ି ଭାଜି, ପଇଡ଼ ମଧ୍ୟ ଦେଉଛନ୍ତି, ଝାଲମୁଢ଼ି ଏଇଭଳି ଭାବରେ ବ୍ୟବସାୟ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ଏବଂ ପରିବାର ପ୍ରତିପୋଷଣ କରୁଛନ୍ତି।